এইটা হচ্ছে আমার হিউম্যান বডি। এইটা হচ্ছে মଣିষ শরীর কেতে গুড়িকে অংশ পার্ট গুড়িক গুড়াক অঙ্গ। তারপরে যেতବେଳେ আমি বাহারু যাଉଛେ ফাস্ট ফুড খাଉଛେ জঙ্ক ফুড খাଉଛେ ଆମ ଶରୀରରେ ବହୁତ ଗୁଡ଼ିକ ବିଷ ଭରି ଯାଉଛି। ଯେମିତି ତେଲ ବହୁତ ତେଲିଆ ଖାଦ୍ୟ ହେଲା, ଅନେକ ପ୍ରକାର କେମିକାଲ ମିଶୁଛି, ସେଥିପାଇଁ ଆମ ଶରୀର ଏମିତି ବିଷାକ୍ତ ହେଇଯାଉଛି। এই বিষাক্ত খাদ্যକୁ ଆମ ଶରୀରରୁ ବିଷ ସବୁ ବାହାର କରିବାକୁ ଆମେ ଗୋମୂତ୍ରକୁ ୟୁଜ୍ କରିପାରିବା, କାରଣ ଗୋମୂତ୍ରରେ ବହୁତ ପ୍ରକାର ବେନିଫିଟ୍ ମିଳୁଛି। ଯେମିତିକି ଗୋମୂତ୍ର ପିଇଲେ ଆମର ନିଦ୍ରାହୀନତା କମିଯାଏ, ଆମକୁ ରାତିରେ ଭଲ ନିଦ ହୁଏ, ସ୍ମରଣ ଶକ୍ତି ବୃଦ୍ଧି ହୁଏ। ସେଥିପାଇଁ ଆମେ ଯଦି ଏ ବିଷକୁ ଆମ ଶରୀରରେ ଥିବା ବିଷକୁ ଆମେ ଯେଉଁ ହ୍ରାସ କରିବାକୁ ଚାହିଁବା, ତାହେଲେ ଆମେ ପ୍ରତିଦିନ ଗୋଟେ ଚାମଚ ଲେଖାଏଁ ଗୋମୂତ୍ରକୁ ପକେଇବା, ଗୋମୂତ୍ରକୁ ପିଇବା। ଆମେ ଯେତେବେଳେ ଗୋମୂତ୍ରକୁ ଅଳ୍ପ ଅଳ୍ପ ପିଇବା, କିଛି ଦିନ ପରେ ଆମର ଶରୀର ଏମିତି ଧୀରେ ଧୀରେ କରିକି ବିଷମୁକ୍ତ ହେଇଯିବ ଏବଂ ଆମେ ଗୋଟେ ସୁସ୍ଥ ମଣିଷ, ଗୋଟେ ସୁସ୍ଥ ଶରୀରର ଉପଦେୟତା ପାଇବା। ଆପଣମାନେ ତ ଦେଖିଲେ କେମିତି ଆମ ମଣିଷ ଶରୀର ଏଇ ଗୋମୂତ୍ର ଦ୍ୱାରା ସଫା ହେଇଯାଉଛି। ତେଣୁ ଆମେ ପ୍ରତ୍ୟେକ ଦିନ ଅତି କମ୍ରେ ଗୋଟେ ଚାମଚ ଲେଖାଏଁ ଗୋମୂତ୍ର ପାନ କରିବା ଉଚିତ। ଧନ୍ୟବାଦ। ଚିପ୍ସ ଯୋଉଟାକି ଆମର ଗୋବର ଗୋମୂତ୍ରରୁ ତିଆରି ହୋଇଛି, ଏଇଟାକୁ ଯଦି ଆମେ ଖାଲି ହାତ କିଛି ହାତ ନ ରଖି ଏମିତି କରିବା ଏବଂ ହାତଟାକୁ ଯଦି ତଳୁ କରିବା, ଏଇଟା ସହଜରେ ହାତଟା ତଳକୁ ହେଇଯିବ। ଯଦି ଆମେ ଏଇ ଯୋଉ ଆଣ୍ଟି ରେଡିଏଣ୍ଟ ଚିପ୍ସକୁ ହାତରେ ଧରିକି ହାତଟାକୁ ଏମିତି ସିଧା କରିବା, ତାହେଲେ ଏଇଟା ବହୁତ କଷ୍ଟରେ ତଳକୁ ହବ। କାହିଁକିନା ଏଇ ଆଣ୍ଟି ରେଡିଏଣ୍ଟ ଚିପ୍ସଟା ବହୁତ ପଜିଟିଭନେସ୍ ଆଣି ନେଗେଟିଭ ଜିନିଷକୁ ହ୍ରାସ କରିଥାଏ। ତେଣୁ ଏଇ ଜିନିଷକୁ ମଧ୍ୟ ଆମେ ଘରେ ବ୍ୟବହାର କରିବା ଉଚିତ।